ଏକ ବିଷାକ୍ତ ଚିତିସାପ କାମୁଡ଼ାରେ ଜଣେ 15 ବର୍ଷୀୟ ନାବାଳକଙ୍କର ମୃତ୍ୟୁ ହୋଇଛି। ତେବେ ନାବାଳକ ଜଣକ ଶୋଇଥିବା ଅବସ୍ଥାରେ ତାଙ୍କ ବେକରେ ଗୋଟିଏ ଚିତିସାପ କାମୁଡ଼ି ଦେଇଥିଲା। ଏହି କଥା ତାଙ୍କ ପରିବାର ଲୋକମାନେ କିଛି ସମୟ ପରେ ଜାଣିପାରି ଗୁଣିଆ ଡାକି ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳକ ସ୍ୱାଗତ ସାହୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ସାମପୁର ଗାଁ ତାଙ୍କ ମାମୁଁ ଘରେ ସାନ ଭାଇ ଓ ମାଙ୍କ ସହିତ ରହୁଥିଲେ। ଆଉ ସେ ଲୁହାପଙ୍କ ଉଚ୍ଚ ବିଦ୍ୟାଳୟରେ 10ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗତକାଲି ରାତିରେ ଶୋଇଥିବା ସମୟରେ ଏକ ବିଷଧର ଚିତିସାପ ସ୍ୱାଗତଙ୍କ ବେକରେ କାମୁଡ଼ି ଦେଇଥିଲା। ସୂଚନାଯୋଗ୍ୟ ଯେ ମୃତ ନାବାଳକ ସ୍ୱାଗତଙ୍କ ନିଜ ଗାଁ ବଡ଼ବାହାଲ ପଞ୍ଚାୟତ ବଡ଼କୁଡ଼ା ଗ୍ରାମରେ ହୋଇଥିଲେ ବି ତାଙ୍କ ବାପା ପ୍ରସନ୍ନ ସାହୁ କୌଣସି କାରଣରୁ ନିଜ ପରିବାରକୁ ଛାଡ଼ି ଅନ୍ୟତ୍ର ରହୁଥିବାରୁ ସେମାନେ ଦୀର୍ଘ ବର୍ଷ ଧରି ମାମୁଁ ଘରେ ରହିଆସୁଥିଲେ। ତେଣୁ ତାଙ୍କର ଏପରି ଅକାଳ ମୃତ୍ୟୁକୁ ନେଇ ତାଙ୍କ ପରିବାର ଓ ସେ ପଢୁଥିବା ସ୍କୁଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।